ভিডিওটি যে মল্টিপল লোক সেক্স করুଛନ୍ତି ତାଙ୍କ ମାନଙ୍କ ପାଇଁ ତ କଥାଟା ମୋର ଧ୍ୟାନ ଦେଇକି ଶୁଣ। ଯେତେ ଅଧିକ ତୁମେ ଶାରୀରିକ ସମ୍ପର୍କ ରଖିବ ଅଲଗା ଅଲଗା ଝିଅ କିମ୍ବା ପୁଅ ସହ ସେତେ ଅଧିକ ତୁମର ଉର୍ଜା ଦିନକୁ ଦିନ ପତନ ହେବାରେ ଲାଗିବ। ଆଉ ଯେଉଁ ଉପଲବ୍ଧି ତୁମକୁ ଆର ମାସରେ ମିଳିବାର ଥିବ ସେ ତୁମକୁ ମିଳିବା ପାଇଁ ବହୁତ ବର୍ଷ ଲଗେଇଦବ, କାରଣ ମନୁଷ୍ୟର ଶରୀର ଉର୍ଜାରେ ଚାଲିଥାଏ। ଆଉ ତୁମର ଗୋଟେ ଗୋଟେ ସମ୍ପର୍କ ସେ ଉର୍ଜାକୁ ଧୀରେ ଧୀରେ ନଷ୍ଟ କରିଦିଏ। ଆପଣମାନେ ଭାବୁଛନ୍ତି ମୋର ବଡି କାଉଣ୍ଟ 15, ମୋର ବଡି କାଉଣ୍ଟ 20, କିନ୍ତୁ ଆପଣମାନେ କେବେ ହେଲେ ଚିନ୍ତା କରିଛନ୍ତି ଆପଣଙ୍କର ଉର୍ଜା କେତେ ଦୂଷିତ ହୋଇଯାଇଛି? ଆପଣଙ୍କର ଉର୍ଜା ଆଉ ପୂର୍ବ ପରି ନିର୍ମଳ ନାହିଁ ଏବଂ ଆପଣଙ୍କର ଚେତନା, ଆତ୍ମବଳ ଏବଂ ଧ୍ୟାନ କ'ଣ ପାଇଁ ସବୁବେଳେ ଭଟକୁଛି? ଆପଣଙ୍କର ଲକ୍ଷ୍ୟ ଧୂଆଁ ଧୂଆଁ ଦେଖାଯାଉଛି। ଉଦାହରଣ ସ୍ୱରୂପ ଆପଣମାନେ ଯେତେବେଳେ ସଂଯମତା ନ ରକ୍ଷା କରି ଅନ୍ୟ ପୁରୁଷ କିମ୍ବା ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ବନେଇଥାଅ ସେତେବେଳେ ତାଙ୍କର ଉର୍ଜା ତୁମ ଭିତରେ ପ୍ରବେଶ କରେ ଆଉ ତୁମକୁ ସେ ଦୂଷିତ କରିଦିଏ ଏବଂ କାମବାସନା ଏତେ ତୀବ୍ର ହୋଇଥାଏ ସେ ମନୁଷ୍ୟର ଚେତନା ଆଉ ବିବେକକୁ ଚେତା ଶୂନ୍ୟ ବନେଇ ଦିଏ। ମନୁଷ୍ୟ ଭୁଲ କରିସାରିଲା ପରେ ପୁଣି ସେ ପରେ ପସ୍ତେଇଥାଏ। ଯଦି ତମେ ସନାତନ ଧର୍ମର ଅବଲମ୍ବନ କରୁଛ ତାହେଲେ ଆଜିଠାରୁ ବ୍ରହ୍ମଚର୍ଯ୍ୟ ଆପଣାଅ ଆଉ ଯେତେ ପର୍ଯ୍ୟନ୍ତ ତୁମେ ବିବାହ ବନ୍ଧନରେ ବାନ୍ଧି ହୋଇନା ସେତେ ପର୍ଯ୍ୟନ୍ତ ସଂଯମତା ରକ୍ଷା କର। ରହୁଛି ଜୟ ଜଗନ୍ନାଥ। ଗୋଟିଏ ଫଲୋ, ଗୋଟିଏ ସେୟାର, ଗୋଟିଏ ଲାଇକ୍ ନିଶ୍ଚିନ୍ତ କରନ୍ତୁ।